the Lord. Okay. Bhakya Kujiba. Haggai Pustago, chapter 2. Haggai 2 पर्व 11, 12 and 13. 11, 12 ଏବଂ 13 ପଦ ଆମେ ପଢିବା। ହାଗୟ 2 ପର୍ବର 11, 12 ଏବଂ 13 ପଦ। ଏବେ ଯାଜକ ମାନଙ୍କୁ ବ୍ୟବସ୍ଥା ବିଷୟ ପଚାର, କୁହ, କେହି ଆପଣା ବସ୍ତ୍ରର ଅଞ୍ଚଳରେ ପବିତ୍ର ମାଂସ ବହିଲେ, ଯେବେ ତାହାର ଅଞ୍ଚଳ ରୁଟି କିମ୍ବା ଝୋଳ କି ଦ୍ରାକ୍ଷାରସ କିମ୍ବା ତୈଳ ଅଥବା କୌଣସି ପ୍ରକାର ଖାଦ୍ୟ ଦ୍ରବ୍ୟକୁ ସ୍ପର୍ଶ କରେ, ତେବେ ତାହା କି ପବିତ୍ର ହେବ? ତହିଁରେ ଯାଜକମାନେ ଉତ୍ତର କରି କହିଲେ, ନା। ସେତେବେଳେ ହାଗୟ କହିଲା, ଶବ ଦ୍ୱାରା ଅଶୁଚି ହୋଇଥିବା କୌଣସି ଲୋକ ଯେବେ ଏହି ଦ୍ରବ୍ୟମାନର ମଧ୍ୟରୁ କୌଣସି ଦ୍ରବ୍ୟ ସ୍ପର୍ଶ କରେ, ତେବେ ତାହା କି ଅଶୁଚି ହେବ? ତହିଁରେ ଯାଜକମାନେ ଉତ୍ତର କରି କହିଲେ, ତାହା ଅଶୁଚି ହେବ। Okay. Now you find the third topic, the third division of the book of Haggai. ଆମେ ଏଇ ହାଗୟ ପୁସ୍ତକର ଯୋଉଟାକି ତୃତୀୟ ଭାଗ ଆଉ ଆମେ ତା ମଧ୍ୟକୁ ଆସିଅଛୁ। Is to consider your actions. ଯୋଉଠି କି ଆମେ ନିଜ ନିଜର କାର୍ଯ୍ୟ ବିଷୟରେ ଆଉ ଆମେ ସାବଧାନ ହେବା ଆଉ ଆମେ ସଚେତନ ହେବା। The first division was consider your ways. ପ୍ରଥମ ଯୋଉ ଭାଗ ଆମେ ଦେଖିଥିଲୁ ଯୋଉଟା କି ଆମର ପଥ ବିଷୟରେ ଆମେ ଦେଖିଥିଲୁ। Then we saw to consider the Lord. ତାପରେ ଆମେ ଦେଖିଥିଲୁ ଯେ ଆଉ କି ପ୍ରକାର ଆମେ ପରମେଶ୍ୱରଙ୍କର ବିଷୟରେ ମନୋଯୋଗୀ ହେବା। Okay. Now we are coming to a different topic. I mean, different audience, I should say, is to consider your actions. ଆଉ ତୃତୀୟ ଭାଗ ଆମେ ଦେଖୁଅଛୁ ଆଉ ଯୋଉଠି କି ଆଉ ଯୋଉମାନେ ଅଛନ୍ତି ଯୋଉ ଲୋକଙ୍କ ବିଷୟରେ ଆମେ ଦେଖୁଛୁ ତା ଭିନ୍ନ ଅଟେ ଏବଂ ଏଠାରେ ଆମେ ନିଜର କାର୍ଯ୍ୟ ବିଷୟରେ ଆମେ ଦେଖିପାରିବା। In the first two groups, it was in general to all the people. ପ୍ରଥମ ଯୋଉ ଦୁଇ ଦଳ ଥିଲେ ସେମାନେ ଅତି ସର୍ବସାଧାରଣ ଲୋକମାନଙ୍କ ସଦୃଶ ଅଟନ୍ତି। Now we saw that God was telling them as a nation, as an entire nation, how they had neglected God and they were self-centered. ସେହି ଲୋକମାନଙ୍କୁ ପ୍ରକାର ପରମେଶ୍ୱର କୁହନ୍ତି ସେମାନେ ନିଜର ସ୍ୱାର୍ଥ ବିଷୟରେ ଅଧିକ ମନୋଯୋଗୀ ବା ସ୍ୱାର୍ଥ କେନ୍ଦ୍ରିକ ଲୋକ ଏବଂ ସେମାନେ ସମସ୍ତ ପରମେଶ୍ୱରଙ୍କର ବିଷୟକୁ ପରିତ୍ୟାଗ କରିଅଛନ୍ତି। They had neglected the temple for almost 16 years after coming back to Jerusalem. ସେମାନେ କି ପ୍ରକାର ଜେରୁସାଲେମକୁ ଫେରିବା ପରେ ପ୍ରାୟ 16 ବର୍ଷ ଆଉ ସେମାନଙ୍କୁ ଲାଗିଥିଲା ଆଉ ସେ ପୂର୍ବ ଅବସ୍ଥାକୁ ଫେରିବା ପାଇଁ ତା ମଧ୍ୟରେ ସେମାନେ କି ପ୍ରକାର ପରମେଶ୍ୱରଙ୍କର ଗୃହ ମନ୍ଦିର ବିଷୟ ପ୍ରତି ସେମାନେ ଅବହେଳା ହୋଇଥିଲେ। And we saw that how God stirred up the spirits of the people, that they repented and they committed their life to God. ଏବଂ ତାପରେ ଆମେ ଦେଖିଥିଲୁ କି ପ୍ରକାର ପରମେଶ୍ୱରଙ୍କର ପବିତ୍ର ଆତ୍ମା ସେଇ ଲୋକମାନଙ୍କ ହୃଦୟରେ କାର୍ଯ୍ୟ କରିବା ପରେ ଆଉ ସେମାନଙ୍କର ମନ ପୁନର୍ବାର ପରମେଶ୍ୱରଙ୍କର ମନ୍ଦିର ପ୍ରତି ଆଉ ଫେରି ଆସିଥିଲା ଏବଂ ତାଙ୍କର ମନ ପୁନର୍ବାର ପ୍ରଭୁଙ୍କ ଆଡେ ଆସିଥିଲା। And then the next one what we saw was when the people were discouraged, God said, I am with you. ଏବଂ ତାପରେ ଆମେ ଦେଖିଥିଲୁ ସେଇ ଲୋକମାନଙ୍କୁ ଯୋଉ ଲୋକମାନେ ନିରୁତ୍ସାହିତ ହୋଇ ପଡିଥିଲା ପରମେଶ୍ୱର ସେମାନଙ୍କୁ କହିଲେ ଆଉ ମୁଁ ତୁମ ସହବର୍ତ୍ତୀ ଅଛି। That happened after they had rebuilt the temple. God came and encouraged them to go forward. ଏହା ସେବେ ଘଟିଥିଲା ଯେତେବେଳେ ପରମେଶ୍ୱର ସେମାନଙ୍କ ନିମନ୍ତେ ଆସିଥିଲେ ଉତ୍ସାହିତ କଲେ ଏବଂ ସେମାନେ ସେଇ ପରମେଶ୍ୱରଙ୍କର ମନ୍ଦିରକୁ ପୁନଃ ନିର୍ମାଣ କରିବା ନିମନ୍ତେ ଆଉ ତାପରେ ସେମାନେ ପ୍ରସ୍ତୁତ ହେଲେ। Now you find here God telling them in this third division, just because you built a temple or you come into a holy city does not mean that you are holy. এই ତୃତୀୟ ଯୋଉ ଅଧ୍ୟାୟରେ ଆମେ ଦେଖୁଅଛୁ ପରମେଶ୍ୱର ସେଇ ଲୋକମାନଙ୍କୁ କୁହନ୍ତି ଯଦି ବି ତୁମେ ମାନେ ପରମେଶ୍ୱରଙ୍କର ଗୃହ ବା ମନ୍ଦିର ନିର୍ମାଣ କଲ କିମ୍ବା ତୁମେ ତାହାଙ୍କ ନିମନ୍ତେ କିଛି କାର୍ଯ୍ୟ କରିଅଛ ତାର ଅର୍ଥ ନୁହେଁ ତୁମେ ମାନେ ପବିତ୍ର ହୋଇଅଛ। Maybe afterwards you can go back and you can read. Actually, Haggai chapter 2 verses 10 to 19 is the third division.
ଯଦି ଆମେ ପରେ ମଧ୍ୟ ପଢି ପାରିବା ସେ ହାଗେୟ ପୁସ୍ତକ 2:10 ରୁ 19 ଆଉ ଯୋଉଟା କି ତୃତୀୟ ଭାଗର ଅଧ୍ୟାୟ ଅଟେ। And there you'll understand exactly what God is talking to. ତାହା ଯଦି ଆମେ ପଢିବା ଆମେ ପ୍ରକୃତରେ ଜାଣିପାରିବା ପରମେଶ୍ୱର କେଉଁ ବିଷୟରେ ସେ ଆମକୁ କହୁଅଛନ୍ତି। Now God is talking directly to the priest. ପରମେଶ୍ୱର ସିଧାସଳଖ ଭାବରେ ସେ ଯାଜକଙ୍କ ନିମନ୍ତେ ସେ କହୁଅଛନ୍ତି। Verse 11 it says, so ask now the priest. ସେଇ 11 ପଦରେ ଲେଖାଯାଏ ଏବେ ଯାଜକ ମାନଙ୍କୁ ବ୍ୟବସ୍ଥା ବିଷୟ ପଚାର। You may ask, oh, this is not for me, message is only for pastors. ହୁଏତ ଆମେ ଏ ପ୍ରକାର ଭାବି ପାରିବା କି ହୁଏତ ସେ ବାକ୍ୟ ମୋ ନିମନ୍ତେ ନୁହେଁ ଆଉ ତାହା ସେଇ ପ୍ରଚାରକ କିମ୍ବା ସେ ପାଳକଙ୍କ ନିମନ୍ତେ ଅଟେ। But the Bible says that you are the temple of the Holy Spirit and you are the royal priesthood. କିନ୍ତୁ ବାଇବେଲରେ ଲେଖାଯାଏ ତୁମେ ମାନେ ପରମେଶ୍ୱରଙ୍କର ମନ୍ଦିର ଅଟ, ପବିତ୍ର ଆତ୍ମାଙ୍କର ମନ୍ଦିର ଅଟ ଏବଂ ତୁମେ ମାନେ ସେଇ ପବିତ୍ର ଯାଜକ ବର୍ଗ ଅଟ। So you cannot deny any involvement in this subject. ତ ଆମେ ମାନେ କେବେ ମଧ୍ୟ କୌଣସି ପ୍ରକାର ଏଇ ସମସ୍ତ ବିଷୟରୁ ନିଜକୁ ଆମେ ମନା କରିପାରିବାନି କିମ୍ବା ଅସ୍ୱୀକାର କରିପାରିବା ନାହିଁ କି ଆମେ ଏଥିରେ ସମ୍ପୃକ୍ତ ନହୁ। Now God gives an illustration to the people. ଏଠାରେ ପରମେଶ୍ୱର ସେହି ଲୋକମାନଙ୍କ ବୁଝିବା ନିମନ୍ତେ ସେ କିଛି ତଥ୍ୟ ବିଷୟ ସେ କୁହନ୍ତି। He says if a priest is carrying holy food, holy garments, and he is walking around and he touches something which is not holy, he says, will that become a holy thing? ଏଠାରେ ଆମେ ଦେଖିବା ଆଉ ପରମେଶ୍ୱର ଉଦାହରଣ ସ୍ୱରୂପ ସେଇ ଯାଜକ ମାନଙ୍କ ନିମନ୍ତେ ସେ କହୁଅଛନ୍ତି କି ଯଦି ତୁମେ ମାନେ ନିଜର ସେଇ ବସ୍ତ୍ରରେ କିଛି ସାଙ୍ଗରେ କିଛି ଖାଦ୍ୟ ହଉ କିମ୍ବା କିଛି ବୋହିକି ନେଇକି ଯିବ ତାହା ତୁମ ବସ୍ତ୍ରରେ ଲାଗିଯିବ ତାହେଲେ କଣ ପବିତ୍ର ବୋଲି କୁହାଯିବ କି? And the people of the priest said, no, it cannot become holy. ସେଥିରେ ଯାଜକ ମାନେ ଉତ୍ତର ଦିଅନ୍ତି କି ନା ତାହାକୁ ପବିତ୍ର ବୋଲି ଆମେ କହିପାରିବା ନାହିଁ। And then the God says, now if a man who is holy touches a dead body or something which is dead, will he become unclean? ଏବଂ ତାପରେ ମଧ୍ୟ ପରମେଶ୍ୱର କୁହନ୍ତି ସେମାନଙ୍କୁ କି ଯଦି ଜଣେ ସେ ପ୍ରକାର ଜଣେ ପବିତ୍ର ଯାଜକ ଲୋକ ହଉ କି ପବିତ୍ର ଲୋକ ଗୋଟେ ମୃତ ଶବକୁ ସ୍ପର୍ଶ କରିବ ସେ କଣ ଅଶୁଚି ହେବ ନାହିଁ କି? Yes, the priest has accepted. If we touch anything unclean, we become unclean. ଯାଜକ କୁହନ୍ତି ହଁ ଯଦି ଜଣେ ବ୍ୟକ୍ତି ଗୋଟେ ଅଶୁଚି ପଦାର୍ଥକୁ ସ୍ପର୍ଶ କରିବ ତାହେଲେ ସେ ନିଶ୍ଚିତ ଭାବରେ ଅଶୁଚି ହିଁ ହେବ। I just want to just add one beautiful topic here, a beautiful point over here. ଆଜ୍ଞା କୁହନ୍ତି ଆଉ ସେ ଏହି ବାକ୍ୟରେ ଆଉ କିଛି ଗୋଟେ ଉତ୍ତମ ଗୋଟେ ବିଷୟ ସେ କହିବାକୁ ଚାହାନ୍ତି। Only Christ, being a holy person, when he touched anything unholy, that unholy thing became holy. କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଜଣେ ପବିତ୍ର ଆମର ପରମେଶ୍ୱର ଅଟନ୍ତି ଏବଂ ସେ ଯେ କୌଣସି ଅପବିତ୍ର ବସ୍ତୁ ହଉ କିମ୍ବା ଯେ କୌଣସି ଅପବିତ୍ର ବିଷୟ ତାକୁ ଯଦି ଛୁଇଁବେ ତାହେଲେ ତାହା ପବିତ୍ର ହୋଇଯିବ, ପବିତ୍ର ହେଇଯାଏ। Nothing, I mean, no sin of the world could touch Jesus. ଜଗତର କୌଣସି ପାପର ବିଷୟ ପ୍ରଭୁ ଯୀଶୁଙ୍କୁ ତା ସ୍ପର୍ଶ କରିପାରେ ନାହିଁ। And everything that Jesus touched, a sick man was made whole, a sinner became a saint. ଯେ କୌଣସି ବିଷୟ ହଉନା କାହିଁକି ଯେ ପ୍ରକାର ଗୋଟେ ଅସୁସ୍ଥ କିମ୍ବା ଗୋଟେ ମୃତ ଲୋକକୁ ଯଦି ପ୍ରଭୁ ଯୀଶୁ ସ୍ପର୍ଶ କରିଲେ ସେ ସୁସ୍ଥ ହେଇକି ଜୀବିତ ହୋଇଯାଏ ଆଉ ଗୋଟେ ଯଦି ପାପୀକୁ ମଧ୍ୟ ପ୍ରଭୁ ସ୍ପର୍ଶ କରନ୍ତି ସେ ସାଧୁରେ ଗଣାଯାଏ। But one thing is true that when Jesus touched him, the sin was transferred upon him. କିନ୍ତୁ ଗୋଟେ ବିଷୟ ପ୍ରକୃତରେ ଘଟେ ଯେତେବେଳେ ସେଇ ପାପୀ ମନୁଷ୍ୟକୁ ପ୍ରଭୁ ସ୍ପର୍ଶ କରନ୍ତି ସେଇ ଯୋଉ ପାପ ଥାଏ ତାହା ରୂପାନ୍ତରିତ ବା ସେ ସ୍ଥାନରୁ ତାର ପରିବର୍ତ୍ତନ ଘଟେ ଏବଂ ସେଇ ପାପ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଉପରକୁ ଆସେ। And that was crucified on the cross of Calvary. ଏବଂ ସେହି ପାପ କାଲବରୀ କ୍ରୁଶରେ କ୍ରୁଶାର୍ପିତ ହୁଏ। But that sin did not affect and change his life. କିନ୍ତୁ ପୁନର୍ବାର ଆମେ ଯଦି କହିବା ସେଇ ଯୋଉ ପାପ କୌଣସି ପ୍ରକାରେ ଆଉ ତାଙ୍କ ଜୀବନ ମଧ୍ୟରେ କାର୍ଯ୍ୟ କରେ ନାହିଁ କିମ୍ବା କୌଣସି ପ୍ରଭାବ ପକାଏ ନାହିଁ।
Now, today's pandemic situation, we can take an example. ଆଜିର ଯୋଉ ମହାମାରୀର ସମୟର ଉଦାହରଣ ଆମେ ଦେଖିପାରିବା। We being normal people, if we touch a sickly person, we become sick. ଯେତେବେଳେ ଆମେ ଗୋଟେ ସାଧାରଣ ଲୋକ, ଆମେ ଯେତେବେଳେ ସୁସ୍ଥ ଲୋକ ଯଦି ସେଇ ରୋଗୀକୁ ସ୍ପର୍ଶ କରିବ ଆଜିର ସମୟରେ, ସେ ମଧ୍ୟ ଅସୁସ୍ଥ ବା ରୋଗୀ ହୋଇ ପଡିବ। Thus, our goodness or our health will not get transmitted to him, but rather that the sickness gets transmitted to us. ଆମ ଶରୀର ମଧ୍ୟରେ ଯୋଉ ସୁସ୍ଥର ବିଷୟ ଥାଏ କିମ୍ବା ଯୋଉ ଉତ୍ତମ ଶରୀରର ବିଷୟ ସ୍ୱାସ୍ଥ୍ୟ ଥାଏ, ତାହା ସେ ରୋଗୀ ପାଖକୁ ଯାଏ ନାହିଁ, କିନ୍ତୁ ସେ ରୋଗୀ ଥାଏ, ସେ ତାହାର ରୋଗ, ତାହାର ସେ ଅସୁସ୍ଥତା ଆମ ଶରୀର ମଧ୍ୟକୁ ଆସିଯାଏ। Now we have to ask ourselves a question this evening. ଆଜି ସନ୍ଧ୍ୟା ସମୟରେ ଆମେ ସେହି ପ୍ରଶ୍ନ ନିଜକୁ ପଚାରିବା, How much of the worldly sin has affected us and changed us? ଆଜି ସେଇ ଜଗତର ପାପର କେତେ ପରିମାଣ ଆଜି ଆମ ମାନଙ୍କ ଜୀବନ ମଧ୍ୟକୁ ଆସିଅଛି ଆଉ କେତେ ଅଧିକ ତା ଆମ ଜୀବନକୁ ପ୍ରଭାବିତ କରିଅଛି। So we got to be careful. ସେଥି ନିମନ୍ତେ ଆମକୁ ଅତି ସାବଧାନ ହେବାର ଆବଶ୍ୟକତା ରହିଅଛି। Now we are walking in a place that is polluted with sin. There is this smoke of sin all around us. ଆଜି ଯେଉଁ ଜଗତରେ ଆମେ ଜୀବନ ଯାପନ କରୁଅଛୁ, ଆମର ଚତୁଃପାର୍ଶ୍ୱରେ ସେଇ ଧୂଆଁ ସଦୃଶ ଏବଂ କିମ୍ବା ସେଇ ପ୍ରଦୂଷଣ ସଦୃଶ ପାପ ଆମକୁ ଚାରିପଟେ ଘେରି ରଖିଅଛି। So as we walk through that place, the smoke of that sin does affect us. ଯଦି ଆଜି ସେଇ ପାପର ଜଗତ ମଧ୍ୟରେ ଆମେ ଚାଲିବା, ତାହେଲେ ଯୋଉ ପାପର ଯୋଉ ଧୂଆଁ ଆମ ଚାରିପଟେ ଅଛି, ତାହା ଆମ ଜୀବନକୁ ଆସିକି ଆମକୁ ପ୍ରଭାବିତ କରିବ। So what is the solution for this? ତ ଏହି ବିଷୟର ସମାଧାନ କ'ଣ ଅଟେ? Bible says over there, if the next few verses 15 to 19, if you read, ଯଦି ଆମେ ସେଇ ଅଧ୍ୟାୟର 15 ରୁ 19 ପଢିବା, ତାହେଲେ ଆମେ ଏଠି ଦେଖିପାରିବା, ଲେଖାଯାଏ। you can just read verses 15 and 15. You can read verse 15. ଆମେ 15 ପଦ ପଢିବା। ଏବେ ଆମ୍ଭେ ତୁମ୍ଭମାନଙ୍କୁ ବିନତି କରୁ, ଆଜି ଦିନର ପୂର୍ବ ଅର୍ଥାତ୍ ସଦାପ୍ରଭୁଙ୍କ ମନ୍ଦିରରେ ପ୍ରସ୍ତର ଉପରେ ପ୍ରସ୍ତର ସ୍ଥାପିତ ହେବା ପୂର୍ବ ଦିନ ସକଳ ବିବେଚନା କର। So here God is telling, remember your foundation. ଏଠାରେ ପରମେଶ୍ୱର କୁହନ୍ତି, ତୁମର ଯୋଉଠି ନାଦି ଅଛି କିମ୍ବା ତୁମର ଯୋଉଠି ଭିତ୍ତିମୂଳ ସ୍ଥାପନର ବିଷୟ ତୁମ ଆରମ୍ଭ ହୁଏ, ତୁମେ ସେଇ ବିଷୟ ଭାବି ଦେଖି ବିବେଚନା କର। If your foundation is God, then everything will be all right. ଯଦି ଆଜି ଆମର ସେଇ ଭିତ୍ତିମୂଳ ସଠିକ ଅଛି, ତାହେଲେ ଆଉ ସମସ୍ତ ବିଷୟ ମଧ୍ୟ ଆମର ସଠିକ ଅଛି। Today when people build buildings on a land, they make sure the foundation is really strong and can withstand the height or the weight of the building. ଆଜି ଯୋଉ ଆମେ ଯଦି ଦେଖିବା, ଯୋଉଠି ଗୃହ ସବୁ ନିର୍ମାଣ ହୁଏ, ଆଉ ସେଇଠି କ'ଣ ହୁଏ, ପ୍ରଥମେ ଯୋଉମାନେ ଗୃହ ତିଆରି କରନ୍ତି, ସେମାନଙ୍କର ଯୋଉ ଭିତ୍ତିମୂଳ ଥାଏ, ଯୋଉ ପୁନାଦି ଥାଏ, ସେମାନେ ପ୍ରଥମେ ଦେଖନ୍ତି ତାହା ସଠିକ ଭାବରେ ହେଇଛି କି ନାହିଁ, କାରଣ ତାହା ଉପରେ ହିଁ ସେ ସମସ୍ତ ଯୋଉ ଗୃହ ବା ବିଲ୍ଡିଂ ଯାହା ବି ଥାଏ, ତାର ଭାରଟା ତା ଉପରେ ରହେ। So if our foundation, that is, if our heart is really deep in love with the Lord, we can withstand all these attacks of the evil one. ସେଇ ପ୍ରକାର ଆଜି ଆମର ଭିତ୍ତିମୂଳ କେଉଁଠାରେ ଅଛି? ଆମର ଭିତ୍ତିମୂଳ ଆମ ହୃଦୟ ମଧ୍ୟରେ ଅଛି। ଯଦି ଆମର ହୃଦୟ ମଧ୍ୟରେ ପ୍ରକୃତରେ ଆମେ ସେଇ ପରମେଶ୍ୱରଙ୍କ ସହିତ ସେ ଗଭୀର ପ୍ରେମରେ ଯଦି ଆମେ ଅଛୁ, ତାହେଲେ ଜଗତର ଯେକୌଣସି ଶୈତାନର ଆକ୍ରମଣ ଆମ ପ୍ରତି ଘଟିଲେ ମଧ୍ୟ ଆମେ ବିଚଳିତ ହେବା ନାହିଁ। In verse 14 you find that God says that he did chastise them when they committed a sin. 14 ପଦରେ ଲେଖାଯାଏ, ସଦାପ୍ରଭୁ କହନ୍ତି, ଆମ୍ଭ ସାକ୍ଷାତରେ ଏହି ଲୋକମାନେ ଓ ଏହି ଗୋଷ୍ଠୀ ତଦ୍ରୂପ ଅଟନ୍ତି ଓ ସେମାନଙ୍କର ହସ୍ତକୃତ ଯାବତୀୟ କର୍ମ ତଦ୍ରୂପ ଅଟେ, ଆଉ ସେହି ସ୍ଥାନରେ ଯାହା ସେମାନେ ଉତ୍ସର୍ଗ କରନ୍ତି ତାହା ଅଶୁଚି ଅଟେ। Verse 17 also, I smote every work of your hands. ଏବଂ ଯଦି ଆମେ 17 ପଦ ଦେଖିବା, ଲେଖାଯାଏ, ଆମ୍ଭେ ଶସ୍ୟର ଶୋଷ ଓ ମ୍ଳାନି ଓ ଶିଳାବୃଷ୍ଟି ଦ୍ୱାରା ତୁମମାନଙ୍କ ହସ୍ତର ଯାବତୀୟ କାର୍ଯ୍ୟରେ ତୁମମାନଙ୍କୁ ଆଘାତ କଲୁ, ତଥାପି ତୁମେମାନେ ଆମ୍ଭ ପ୍ରତି ଫେରିଲ ନାହିଁ, ଏହା ସଦାପ୍ରଭୁ କହନ୍ତି।
See, we have to be sensitive to the leading of the Lord. आज आमे परमेश्वरंकर जो चालना अछि परमेश्वर हमको कढ़ाई नियंती से विषय प्रति आमे अति सावधान हेबा आमे अति गुरुत्व आमे देबा दरकार। No, we don't take God seriously. आमे माने प्रकृत रे परमेश्वरंकु गंभीर रूपे आमे नै न थाउ। Whenever we catch a cold, we say, okay, I think this cold is because of the change of climate. जेतेबेले कोनोसी प्रकार ठंडा हमकु हुए आमे माने कहि थाउ ठीक अछि आउ पाग बदलुछि आउ से पानी पाग सकाश हुए तो आउ हमकु से प्रकार हेउ अछि। But actually, God is trying to tell us to start changing our way of living. किंतु सठारे परमेश्वर हमनको कहंती जे प्रकृति रे तुम मानकर एबे जो बंचिबार शैली अछि तुम ताको परिवर्तन करिबार समय आसी अछि। So we have to be sensitive to every single things in our life. सेति निमंदे आम जीवनर छोट हो किंबा जे कोनोसी विषय हो गोटी गोटी विषय प्रति हमको सचेतन हेबार आवश्यकता रही अछि। If you look at verse 20, verse 18, it says, consider means keep thinking. आउ तमे देखिबा से पदर लेखा जाय तुम माने बारंबार से विषय को विवेचना करो से विषय तुम चिंता करो। Now we plan very nicely for the next week and the next month and the next year. आमे माने कोन करिताउ अति उत्तम भाबरे होइतो आसंता सप्ताह आसंता मास केबा आसंता वर्ष निमते अनेक योजना आमे करिताउ। Business people, they consult financial people and they discuss and they plan so beautifully. जो माने आर्थिक विषय प्रति आउ हिसाब करंती से माने सब समस्त विषय को आउ भलसे से माने हिसाब करी योजना करी से माने रखी थांती। But we don't consider what the leading of the Lord is. किंतु आमे माने प्रकृति रे परमेश्वरଙ୍କ से नेतृत्व वा परमेश्वरଙ୍କର प्रकृति हमको चलेबार विषय प्रति आमे कोन से प्रकारे भाबी न थाउ। God wants us to stop for a minute and see whether we have become what you call slack in our spiritual consecration. आज परमेश्वर प्रकृत भाबरे आउ से हमको कुहंती जे आमे माने टिके हम समय जो आमे बितौछु एतरे आमे निजे टिके समय निजे पई बाहर करिबा एवं भाबिबा जे प्रकृति रे आउ आत्मिक जीवन रे केन को विषय रे हमनको अभाव रही अछि। Verse 19. 19 पद आमे पढिबा गोलारे कि ए पर्यंत शस्य अछि ए जाय द्राक्षलता ओ डिम्बुरी वृक्षर डालिंब ओ जित वृक्षर फल फली नाही आज दिन ठारू आंबे तुम मानकु आशीर्वाद करिबा। See, God is so loving. He wants to bless you in spite of you not being able to bear the fruit. परमेश्वर सेटा कुहंती जदि भी आज हम मानक पाखरे सक्षमता नहीं फल फलिबा निमंते तथापि परमेश्वर कुहंती आमे तुमको आशीर्वाद करिबा। God is interested in us even though we are not very sincere. परमेश्वर आम निमंते मनोयोगी अटंती आमे जेते भी ताहांको ठारे निष्ठावान न हेले मध्य आमे ताहांको ठारे अवहेला करले मध्य किंतु परमेश्वर से आम प्रति मनोयोगी अटंती। In other words, God is saying, what all you are having today is because of my love and my grace and mercy. Again, Pastor. In other words, God is saying, what all you have today is because of my grace, mercy, and love. तार अन्य अर्थ जे परमेश्वर हमको कुहंती जे कोनोसी विषय आज आम मानक पाखरे अछि ताहा केवल से परमेश्वरଙ୍କର दया अनुग्रह एवं आशीर्वाद सकाश। And God wants us to commit our lives to Him, and from this day onwards, He promises to bless us. ସେଥିପାଇଁ परमेश्वर कुहंती आउ सेही मुहूर्तरू आमे कोन करिबा परमेश्वरଙ୍କ ठारे आपणा जीवनକୁ समर्पण करिबा एवं ताहाଙ୍କ ठारे आमे समस्त विषय हमर जे कोनसी विषय अछि आमे ता रखिबा। So let us even start looking at our lives this evening. अथि निमंते आसंतु आमे ए संध्या समय रे आपणा आपणा जीवनକୁ दृष्टिपात करिबा। Let us not say, oh, I'm going to church, I'm praying, and everything is nice and beautiful. आमे कोनसे प्रकार कहिबा नै कि ठीक अछि हमु त मंडली को जाउची मु भलरे प्रार्थना करूची आमे से प्रकार कहिबा नाही। My Bible reading, my Bible preaching, my this does not make me holy.
ଯଦି ଆଜି ମୁଁ ଭଲ ବାକ୍ୟ ପଢେ କିମ୍ବା ଯଦି ମୁଁ ଭଲ ପ୍ରଚାର କରେ କିମ୍ବା ଯୋଉ କୌଣସି ବିଷୟ କରେ ସେଇ ବିଷୟ କେବେ ମଧ୍ୟ ମତେ ପବିତ୍ର କରିପାରିବ ନାହିଁ। But my consecration, my committing my life to God and confessing my sin makes something different. କିନ୍ତୁ ଯଦି ପ୍ରକୃତରେ ମୋ ଜୀବନର ଯୋଉ ସ୍ୱୀକାର ବିଷୟ ରହିଛି, ଯୋଉ ପାପର ସ୍ୱୀକାର ବିଷୟ ରହିଛି ଏବଂ ପରମେଶ୍ୱର ନିକଟରେ ସେ ବିଷୟକୁ ସମର୍ପଣ କରି ପ୍ରଭୁ ନିକଟରେ କ୍ଷମା ମାଗିବାର ବିଷୟ ସେ ତାହା କଲେ ଆଉ ଯୋଉ ମୋ ବିଷୟ ଯୋଉ ଜୀବନର ଯୋଉ ବିଷୟ ଗୁଡିକ ଅଛି ତା ପ୍ରକୃତରେ ଆଉ ତାର ଯୋଉ ପରିବର୍ତ୍ତନ ତା ଘଟିବ। Don't say, this is meant only for pastors and other people. No, it is meant for you. ଆମେ ସେ ପ୍ରକାର କହିବା ନାହିଁ କି ଠିକ ଅଛି ଏହି ବିଷୟ ଗୁଡିକ ପରମେଶ୍ୱରଙ୍କ ଦାସ ମାନଙ୍କ ପାଇଁ ଅଛି କିମ୍ବା ବାଳକ ମାନଙ୍କ ପାଇଁ ଅଛି, ତା ନୁହେଁ ତା ଆମ ମାନଙ୍କ ପାଇଁ ମଧ୍ୟ ଅଛି। You are getting the blessing from God, and God wants you to commit your life that you may bear fruit of the Spirit. କାରଣ ଆମେ ମାନଙ୍କ ଜୀବନରେ ପରମେଶ୍ୱରଙ୍କର ଆଶୀର୍ବାଦର ଆବଶ୍ୟକତା ଅଛି, ଆମେ ସେ ଆଶୀର୍ବାଦ ପାଇବା କିନ୍ତୁ ପରମେଶ୍ୱର ଚାହାନ୍ତି ଯେ ଆମେ ପ୍ରକୃତରେ ଆମେ ଫଳ ଫଳିବା ଆଉ ଆମେ ଆପଣ ଜୀବନକୁ ପରମେଶ୍ୱର ନିକଟରେ ଆମେ ସମର୍ପଣ କରିବା। So let us close our eyes and pray. ଆସନ୍ତୁ ଆମେ ଆପଣ ଚକ୍ଷୁ ବନ୍ଦ କରି ପ୍ରାର୍ଥନା କରିବା। Let us pray and say, Lord, I want you to change me from inside. ଆସନ୍ତୁ ଆମେ ପ୍ରାର୍ଥନା କରିବା ଏବଂ ଆମେ ପ୍ରଭୁଙ୍କ ନିକଟରେ କହିବା ଯେ ପ୍ରଭୁ ମୁଁ ପ୍ରକୃତରେ ଚାହେଁ ଯେ ମୋର ହୃଦୟ ମଧ୍ୟର ସମସ୍ତ ବିଷୟରେ ମତେ ପରିବର୍ତ୍ତନ କର। Father, we come to your presence this evening in Jesus' name. ପିତା ଆଜି ସନ୍ଧ୍ୟା ସମୟରେ ପ୍ରଭୁ ଯୀଶୁଙ୍କ ନାମରେ ଆମେ ତୁମ ନିକଟକୁ ଆସିଅଛୁ। We thank you, Lord, that you love us in spite of all our failures and shortcomings. ପ୍ରଭୁ ଆମେ ତୁମକୁ ଧନ୍ୟବାଦ ଦଉଛୁ ପ୍ରଭୁ, ଆମ ଜୀବନର ଅନେକ ଉତ୍ଥାନ ପତନ ଅନେକ ବିଫଳତା ଯେକୌଣସି ଅବହେଳା ହେଲେ ମଧ୍ୟ ପ୍ରଭୁ ତୁମେ ଆମମାନଙ୍କୁ ଆଶୀର୍ବାଦ କରିଛ, ଆମକୁ ପ୍ରେମ କରିଛ। Forgive us, Lord, for not giving serious thought to our spiritual life. ପ୍ରଭୁ ତୁମେ ଆମକୁ କ୍ଷମା କର ପ୍ରଭୁ, ଆମେ ଆମର ଆତ୍ମିକ ଜୀବନ ପ୍ରତି ଗମ୍ଭୀର ହୋଇନାହୁଁ। Father, we pray that you will bless us, Lord, and help us to bear the fruit of the Spirit in the coming days. ପିତା ମୁଁ ଏ ସମୟରେ ପ୍ରାର୍ଥନା କରେ ପ୍ରଭୁ ତୁମେ ଆମକୁ ଆଜି ଆଶୀର୍ବାଦ କର, ସାହାଯ୍ୟ କର ଯେ ପ୍ରକାର ଆଗାମୀ ଦିନ ମାନଙ୍କରେ ଆମେ ତୁମ ନିକଟରେ ଫଳ ଫଳି ପାରିବୁ। Father, we pray for all the nations around the world that there may be a healing in the name of Jesus. ପିତା ମୁଁ ଏ ସମୟରେ ପ୍ରାର୍ଥନା କରୁଅଛି ପୃଥିବୀର ସମଗ୍ର ଦେଶ ଗୁଡିକ ପାଇଁ ପ୍ରଭୁ ତୁମେ ପ୍ରତ୍ୟେକ ଦେଶ ଉପରେ ଆପଣ ସୁସ୍ଥ ତୁମେ ଦିଅ ପ୍ରଭୁ। Lord, we pray for our own country, we pray for our state, city and village. Heal your people, Lord. ପ୍ରଭୁ ଏବଂ ନିଜର ଦେଶ ରାଜ୍ୟ ଗ୍ରାମ ସହର ପାଇଁ ପ୍ରାର୍ଥନା କରୁଅଛି ପ୍ରଭୁ ତୁମେ ସମସ୍ତଙ୍କୁ ସୁସ୍ଥ କର। Father, have mercy upon even anybody who's not well this evening, Lord. Have mercy upon them and heal them, Father. ପୁଣି ପ୍ରଭୁ ଆଉ ଏଇ ସନ୍ଧ୍ୟା ସମୟରେ ପ୍ରଭୁ ଆମମାନଙ୍କ ଗ୍ରହଣରେ ପ୍ରଭୁ ଯେ କି ଅସୁସ୍ଥ ଥାନ୍ତି ପ୍ରଭୁ ତୁମେ ସେମାନଙ୍କୁ ଆପଣା ଦୟା ଦିଅ, ଅନୁଗ୍ରହ ଦିଅ ଏବଂ ସୁସ୍ଥ କର। Thank you once again for this time of prayer, Lord. ପ୍ରଭୁ ପୁନର୍ବାର ଏଇ ପ୍ରାର୍ଥନା ସମୟ ନିମନ୍ତେ ଆମେ ତୁମର ଧନ୍ୟବାଦ କରୁଅଛୁ। In Jesus' name I pray, Father. Amen. ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଅଛୁ ପିତା, ଆମେନ୍। ପିତା ପରମେଶ୍ୱର ଅସୀମ ପ୍ରେମ ଦୟା, ପୁତ୍ର ପ୍ରଭୁ ଯୀଶୁଙ୍କର ଅନୁଗ୍ରହ, ପବିତ୍ର ଆତ୍ମାଙ୍କର ଶାନ୍ତି ଶକ୍ତି ସୌଭାଗ୍ୟତା ପ୍ରଭୁ ଯୀଶୁଙ୍କର ଆଗମନ ପର୍ଯ୍ୟନ୍ତ ଆମମାନଙ୍କର ସହବର୍ତ୍ତୀ ପରମେଶ୍ୱର ହୁଅନ୍ତୁ। ପ୍ରଭୁ ଯୀଶୁଙ୍କ ନାମରେ ପ୍ରାର୍ଥନା ମାଗୁଅଛୁ, ଆମେନ୍। ଯୀଶୁଙ୍କ ରକ୍ତରେ ଜୟ, ଜୟ ତାଙ୍କ ନାମରେ ଜୟ, ଜୟ ବାକ୍ୟରେ ଜୟ, ଜୟ ପ୍ରେମରେ ଜୟ। ଜୟ। Praise the Lord. 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 Praise the Lord.